Hi everyone, welcome to my channel. This is Tukna sir. ଆଜି ଆମେ ଷଷ୍ଠ ଶ୍ରେଣୀ ସଂସ୍କୃତ ବହିର ତୃତୀୟ ପାଠ ଆଜି ଆମେ ପଢ଼ିବା ଏବଂ ତାର ସମସ୍ତ କ୍ୱେଶ୍ଚିନ୍ ଆନ୍ସର ମଧ୍ୟ ଆଜି ଆମେ କରିବା। ଚାଲନ୍ତୁ ପିଲା ଆମେ ବିଳମ୍ବ ନ କରି ଆରମ୍ଭ କରିବା। ଦେଖନ୍ତୁ ପିଲାମାନେ, ପୂର୍ବରୁ ଆମେ ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ବିଷୟରେ ପଢ଼ିଥିଲୁ, ହଁ ନା ନାହିଁ? ସ୍ୱରବର୍ଣ୍ଣ କ'ଣ କହିଥିଲେ ଆପଣମାନଙ୍କୁ? ସ୍ୱରବର୍ଣ୍ଣ ହେଉଛି ଯେଉଁ ବର୍ଣ୍ଣ ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ନିଜେ ନିଜେ ଉଚ୍ଚାରିତ ହୁଏ ତାକୁ ସ୍ୱରବର୍ଣ୍ଣ ବୋଲି କୁହାଯାଏ। କହିଥିଲି ଅ ଆ ହର୍ଷ ଇ ଦୀର୍ଘ ଇ ହର୍ଷ ଉ ଦୀର୍ଘ ରୁ ରୁ ଏ ଐ ଓ ଔ ପର୍ଯ୍ୟନ୍ତ ମୋର ସ୍ୱରବର୍ଣ୍ଣ। ଆଉ ବ୍ୟଞ୍ଜନ ବର୍ଣ୍ଣ କ'ଣ କହିଥିଲି? ନା ଯେଉଁ ସବୁ ବର୍ଣ୍ଣ ସ୍ୱରବର୍ଣ୍ଣର ସାହାଯ୍ୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ ସେସବୁକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ। କହିଥିଲି ପିଲେ। ଆଜି ଆମେ ପିଲେ ପଢ଼ିବା ମାତ୍ରା ପରିଚୟ। ମାତ୍ରା ପରିଚୟ ବିଷୟରେ ଆମେ ପଢ଼ିବା, ତୃତୀୟ ପାଠ। ଠିକ୍ ଅଛି, ଚାଲନ୍ତୁ ଆପଣଙ୍କ ବହିରେ କ'ଣ ଦେଇଛି ଆମେ ଷ୍ଟାର୍ଟ କରିବା। ଦେଖ ପିଲେ, ଦେଖ କ ଯୁକ୍ତ ଅ କ କ'ଣ ଦେଇଛି? କରେ ହଳନ୍ଦ ଲାଗିଛି, ଯୁକ୍ତ ଅ ହେଇକି କ'ଣ ହେଇଛି? କ ତିଆରି ହେଇଛି, ହେଲା। କ ଯୁକ୍ତ ଅ କ। ତୁମେମାନେ ମଧ୍ୟ ପିଲେ ଡାହାଣ ପଟ ଲେଖିପାରିବ ଏଠି ଓଡ଼ିଆରେ କ ଯୁକ୍ତ ଅ ସମାନ କ। ଠିକ୍ ଅଛି। ସେମିତି କା କେମିତି ହେଇଛି ରେ ପିଲେ? କ ଯୁକ୍ତ ଆ, କରେ ହଳନ୍ଦ, ତାପରେ ଯୁକ୍ତ ଚିହ୍ନ, ତାପରେ ଅରେ ଆକାର ଆ ମିଶିକି କା ହେଇଛି। ଠିକ୍ ସେଇଭଳି ଲେଖିପାରିବ ନା ନାହିଁ? ସେମିତି ଲେଖିଦେବ ଏଠି, ହେଲା। କ ହଳନ୍ଦ ଯୁକ୍ତ ଅ କ, କ ଯୁକ୍ତ ଆ ସମାନ କା। କ ତ ହର୍ଷଇ କି, କ ଯୁକ୍ତ ଦୀର୍ଘଇ ସମାନ କି। ଏମିତି ଏଠି ମଧ୍ୟ ଲେଖିବ। ଏଠି କ'ଣ ଲାଗିଛି? କ ଯୁକ୍ତ କ'ଣ ହର୍ଷ ଉ ଲେଖିବ, କ ଯୁକ୍ତ ହର୍ଷ ଉ ଲେଖିବ, କର ହଳନ୍ଦ କ ଯୁକ୍ତ ହର୍ଷ ଉ କୁ, ହେଲା। ଠିକ୍ ସେଇଭଳି କରେ ଦୀର୍ଘ ଉ ମଧ୍ୟ ଏଠି ଲେଖିବ, କ ତାପରେ ଦୀର୍ଘ ଉ, ତାପରେ ଏଠି ଲେଖିବ କ ଦୀର୍ଘ ଉ କୁ। ଠିକ୍ ସେଇଭଳି କ ଯୁକ୍ତ ରୁ, ହେଲା, କ'ଣ ହେବ? କ୍ରୁ। ଲେଖିପାରିବ କି ନା? ଏଠି ଔ ପର୍ଯ୍ୟନ୍ତ ସବୁ ସେମିତି ଲେଖିବ ବୋଲେ, ହେଲା। ଏଠି କ'ଣ ଦେଇଛି? କ ଯୁକ୍ତ ରୁ କ୍ରୁ, ହେଲା। ତାପରେ ଦେଖ ଏଠି କେମିତି ରହିଛି? କ ଯୁକ୍ତ ଏ, କ ଯୁକ୍ତ ଏ, କେ। ଠିକ୍ ସେଇଭଳି କ ଯୁକ୍ତ ଐ, କ'ଣ ହେବ? କଇ। କ ଯୁକ୍ତ ଓକାର ଦେଇଛି, ଓ କ'ଣ ହେବ? କୋ। ଏଠି ସେମିତି କ ଯୁକ୍ତ ଔ କେମିତି ହେଇଛି? କଉ ହେଇଛି, ହେଲା। ଦେଖ ପିଲେ, ଏଠି କ'ଣ ଦେଇଛି ବର୍ତ୍ତମାନକୁ? ଏଠି ଅନୁସାର ଲାଗିଛି, କ ଯୁକ୍ତ ଅଂ, ଅର୍ଥାତ୍ କ ଯୁକ୍ତ ଅଂ ମାନେ ଅରେ ଅନୁସାର। ଅନୁସାର କ'ଣ ହେବ?
କଂ। ये कौन हम पिले एटा क युक्त अह विसर्ग लगी और विसर्ग अह लिखिपर आम कह। ठीक अच्छे विसर्ग गला चंद्रबिंदु बर्तमान लिखा कौन लिख ये क युक्त और चंद्रबिंदु अ लिख कौन क। ठीक अच्छे यार सब पिले फिलअप कर तुम। ठीक अच्छे कौ सब मात्रा लगी ये कौ मात्रा लगी ये चंद्रबिंदु ये विसर्ग ये अनुसार ये औकार उकार ऐकार है सब फिलअप कर लिखिकी देख तुम तले भी दे पे देख पे ये कौन क ये आकार लगी कर का क हर्ष की क दीर्घ की क हर्ष कु क दीर्घ कु करुकार क्रू करुकार क्रू कैकार के कैकार उकार लगे औकार अनुसार विसर्ग चंद्रबिंदु है क चंद्रबिंदु क। ठीक अच्छे पिले चलतु बर्तमान को कौन दे हाँ बर्तमान को आसला अभ्यास कार्य यार पे बुझीपार सब लिखिद है यार सब फिलअप कर। ठीक अच्छे यार सब फिलअप कर जो पूर्ण करने सब लिख सब मन रखा हलंत लगाऊ पे जमीक प्रथम क लगे क हलंत क युक्त अ है कौन हम क ठीक से लिख सब फिलअप कर। चलतु बर्तमान को आम अभ्यास कार्य करवा लेख पिले रिक्तं स्थान पूरयतु अर्थात कौन शून्य स्थान पूरण कर। देख ये कौन चरे दीर्घ ची प्रथम तुमको गोटे उदाहरण दे दीजिए पे देख कौन दे देख च युक्त कौन दीर्घ ची ठीक से कौन हम प युक्त रु दे ख नंबरटा कौन हम प्रू हम तुम मैंने पिले ओडिया लिखिपार ये ठीक अच्छे ओडिया लिखिपार ये प युक्त रु कौन हम है तापर कौन देटा मी अच्छी इठे म अच्छी आ कौन लगे ये मोर हर्षई लगी ना तुम हर्षई लिखिपार ना एमती लिखिपार हर्षई केमती आमर एमती हर्षई म युक्त हर्षई मी ठीक से भाई ग गला घटा लिख कौन अच्छी क केमती कही मु क लिखिकी हलन देला क युक्त अ क हलन क तापर ये कौन लगी दीर्घ रु लगी कौन र लगे ये रलंत र दीर्घ रु है दीर्घ रु है तापर च नंबर देख पे ये च नंबरटा कौन दे ज युक्त आ कौन हम यहाँ जा हम है सेमती देख 6 नंबर दे पे स युक्त कौन हेले से हेब एकार लगे स युक्त ए से तापर ग के ग ग हलंत युक्त अ ग है केमती हम यहाँ ग लिखल तापर हलन देल तापर अ लिखल होगला आमर टोटाल ग। ठीक अच्छे झ नंबर पे देख ये झ नंबर कौन र युक्त कौन कौन लगी हर्ष लगी तेणु आम कौन लिखा हर्ष लिखा ये है रुक्त हर्ष कौन हम रु तापर देख न्यटा दे नो के नो रे
ଓକାର ଲାଗିଛି ଅର୍ଥାৎ ଆମେ ଏଠି କେବଳ ନ ଲେଖିବା ହେଲା। ନରେ ହଳନ୍ତ ନ ଯୁକ୍ତ ଓ ନ ହେଲା। ତାପରେ ଟଟା କ'ଣ ଦେଇଛି ପିଲେ ତ ଯୁକ୍ତ ରୁ କ'ଣ ହେବ ତୃ। ତୃ କେମିତି ହେବ ପିଲେ ଲେଖିଲେ ଏଠି ଏମିତି ଦେବ ତୃ। ଠିକ୍ ଅଛି। ଯଦି ତୁମେ ଯଦି ଓଡ଼ିଆ ଲେଖିଲେ ମଧ୍ୟ ଲେଖିପାରିବ ହେଲା। ଏମିତି ଲେଖିବ ଠିକ୍ ଅଛି। ତାପରେ କ'ଣ ଦେଇଛି ପିଲେ ଦେଖ। ହଁ 2 ନମ୍ବର ଦେଇଛି ଲିଖତୁ ଲେଖ ହେଲା। ଲିଖତୁ ମାନେ ଲେଖ ଦେଇଛି। ଆମେ ଯେଉଁ ଡ୍ୟାସ୍ ପୂରଣ ଦେଇଛି ଆମେ ଲେଖିବା ଫିଲ୍ଅପ୍ କରିବା। ଗୋଟେ ଉଦାହରଣ ଦେଇଦେଇଛି ପିଲେ ଦେଖ। ଯଥା ଯେପରି ହେଇଛି ସେପରି କର କହୁଛି। ଦେଖ ଆମର ଗରେ ଦୀର୍ଘ ଲାଗିଛି ପିଲେ କେମିତି ତିଆରି ହେଇଛି ଗରେ ହଳନ୍ତ ଯୁକ୍ତ ଦୀର୍ଘଇ ଗି। ଠିକ୍ ଅଛି। ଠିକ୍ ସେହିପରି ଏଇଟା ସୁ ଅଛି ପିଲେ ହେଲା। କ ନମ୍ବର ଦେଖ ସୁ ତାହେଲେ କେମିତି ଲେଖିବା ଆମେ ସ ହଳନ୍ତ କ'ଣ ଲାଗିଛି ଏଇଟା ହର୍ଷ ଲାଗିଛି ତେଣୁ ଆମେ ହର୍ଷ ଲେଖିବା ହେଲା। ସ ଯୁକ୍ତ ଓ ସୁ। ଠିକ୍ ସେଇଭଳି ଖ ନମ୍ବର ଲେଖିବ ନେ କେମିତି ତିଆରି ହେଇଛି ନରେ ଦୀର୍ଘ ନି କେମିତି ତିଆରି ହେଉଛି ନ ହଳନ୍ତ ଯୁକ୍ତ କ'ଣ ହର୍ଷ ଲାଗିଛି ତେଣୁ ଆମେ ହର୍ଷ ଲେଖିବା ନ ଯୁକ୍ତ ନି। ଠିକ୍ ଅଛି। ତାପରେ ଦେଖିବା ବର୍ତ୍ତମାନକୁ ଆମେ ଗ ନମ୍ବର କ'ଣ ଏଇଟା ଗୋ ଓକାର ଲାଗିଛି ପିଲେ ତେଣୁ ଆମେ ପ୍ରଥମେ କ'ଣ ଲେଖିବା ଗ ଲେଖିବା। ଏଠି ଗରେ ହଳନ୍ତ ଦେଲୁ ତାପରେ କ'ଣ ଲାଗିଛି ଓକାର ହେଲା। ଗ ଯୁକ୍ତ ଗ ସେମିତି ପିଲେ ସେ ଲେଖିପାରିବ ସବୁ। ଏଠି କ'ଣ ଅଛି ସରୁ ତେଣୁ ପ୍ରଥମେ ଲେଖିବ କ'ଣ ସ ଯୁକ୍ତ ରୁକାର ଲାଗିଛି ହେଲା। ସ ଯୁକ୍ତ ରୁ ସୃ। ହେ କେମିତି ହେଇଛି ପିଲେ ହେ କେମିତି ହେଇଛି ହ ଲେଖିବ ପ୍ରଥମେ ହ ଯୁକ୍ତ ଏ ହେ ହେବ ହଁ ନା ନାହିଁ। ତାପରେ ଏଠି କ'ଣ ଲାଗିଛି ଚରେ ତଇ ଲେଖା ହେଇଛି ପ୍ରଥମେ ଲେଖିବ କ'ଣ ତ ତାପରେ ଐକାର ଲାଗିଛି ହେଲା। ତାପରେ ଦେଖ ପିଲେ 6 ନମ୍ବର ଦେଇଛି ହେଲା। 6ରେ କ'ଣ ହେଇଛି ସଉ ପ୍ରଥମେ ଆମେ ଲେଖିବା ସ ତାପରେ ହଳନ୍ତ ତାପରେ ଏଇଟା କ'ଣ ଲାଗିଛି ଔକାର ଏଇଟା ଔକାର ସଉ। ତାପରେ ଜନ୍ମ ଦେଖ ମା କେମିତି ହେଇଛି ପ୍ରଥମେ ମ ଯୁକ୍ତ ତାପରେ ଆକାର ଲାଗିଛି ଲେଖିବା ମା ମ ଯୁକ୍ତ ଆ ମା। ଦେଖନ୍ତୁ ପିଲେ ଜ ନମ୍ବର ଗଲା। ଝ ନମ୍ବର ବର୍ତ୍ତମାନ ଦେଖିବା ଆମେ ଝ ନମ୍ବର ଦେଇଛି ଟଙ୍ଗ। ଏ ଟଙ୍ଗଟା କେମିତି ତିଆରି ହେଇଛି ପିଲେ ପ୍ରଥମେ ଲେଖିବ ଟ ତାପରେ ହଳନ୍ତ ଦେବ ତାପରେ ଲେଖିବ ଅ ତାପରେ ଅନୁସାର ଦେବ। ଠିକ୍ ଅଛି ପିଲେ ଟଙ୍ଗ ହେଇଗଲା। ତାପରେ ଦେଖ ନିୟ ନମ୍ବର ପିଲେ ଦେଇଛି ସହ। ସହ କେମିତି ଲେଖିବା ଆମେ ପ୍ରଥମେ ଲେଖିବା ସ ତାପରେ ହଳନ୍ତ ସ ଯୁକ୍ତ ଲେଖିବା ଅରେ ବିସର୍ଗ। ଠିକ୍ ଅଛି ସହ। ଆଉ କ'ଣ ରହିଛି ପିଲେ ଦେଖିବା ଆଉ ନାହିଁ କିଛି। ଅଭ୍ୟାସ କାର୍ଯ୍ୟ ଶେଷ ହୋଇଯାଇଛି। ନେକ୍ସଟ ଟାଇମ୍ ବେଳକୁ ପିଲାମାନେ ଆମେ ମାତ୍ରା ଯୋଗ ବିଷୟରେ ପଢ଼ିବା। ଆଶା କରୁଛି ପିଲାମାନେ ଭିଡ଼ିଓଟିକୁ ଭଲ ଲାଗିଥିବ। ଯଦି ଭିଡ଼ିଓଟିକୁ ଭଲ ଲାଗିଛି ତାହେଲେ ଲାଇକ୍ କମେଣ୍ଟ ଆଉ ସେୟାର କରିବାକୁ ଭୁଲିବ ନାହିଁ। ଏବଂ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଆସୁଛନ୍ତି ସେମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସେମାନଙ୍କ ସାଙ୍ଗସାଥିକୁ ମଧ୍ୟ
ସେୟାର କରନ୍ତୁ, ଯାହାଫଳରେ କି ସେମାନେ ମଧ୍ୟ ଉପକାର ପାଇପାରିବେ। ଆଜି ପାଇଁ ପିଲେ ରହୁଛି, ଧନ୍ୟବାଦ।